ସିଏ ତାଙ୍କର ଗୁରୁଦେବ ବାବାଜୀ ରାମଦାସଙ୍କ ଠାରୁ ଗୋଟିଏ ବାଣୀ ପ୍ରାପ୍ତ ହେଇଥିଲେ ନାମ ସବୁବେଳେ କହନ୍ତି ନାମ ଅଟଇ ମହାବଳ ସେବଳେ ଜିଣ ଭୂମଣ୍ଡଳ। ଏଇ କଥାଟା ସେ ଖାଲି କହନ୍ତି ନାହିଁ, ନାମର କେତେ ଶକ୍ତି ତାକୁ ମଧ୍ୟ ସେ ପ୍ରତ୍ୟକ୍ଷ ଭାବରେ ବହୁ ଲୋକଙ୍କୁ ଦେଖାଇ ପାରିଛନ୍ତି। ଆଜି ବି ଆପଣମାନେ ଦେଖିବେ ଗୋଟିଏ ନଦୀ ବହି ଯାଉଛି, ଯେଉଁ ନଦୀର ପାଣି ହେଉଛି ଲୁଣିଆ। ବାବାଙ୍କର ସେଇ ଲୁଣି ନଈ କୂଳରେ ଯେଉଁଠି ଚିତ୍ରୋତ୍ପଳା ଆଉ ଲୁଣା ନଈର ମିଶ୍ରିତ ସ୍ଥଳୀ, ବଙ୍ଗୋପସାଗରର ଜୁଆର ସେ ପର୍ଯ୍ୟନ୍ତ ଆସେ। ପାଣିଟି ସବୁବେଳେ ଲୁଣିଆ ଥାଏ। ବାବାଙ୍କର ସେଇଠି ଗୋଟିଏ ଆଶ୍ରମ ଗଢ଼ି ଉଠିଲା। ସେ ନିଜେ ଗାତ ଖୋଳିଛନ୍ତି, ନିଜେ ଗଛ ଲଗେଇଛନ୍ତି, ନିଜେ ଓଳେଇଛନ୍ତି, ଏମିତି ସବୁ କରିଛନ୍ତି। ସେ ଯେ ବାଲିକୁଦା ସ୍ଥାନରେ ଗୋଟେ ହାଇସ୍କୁଲ ମଧ୍ୟ କରିଛନ୍ତି। ସବୁ ନିଜ ହାତରେ ସେ ସବୁ କରିଛନ୍ତି। ସେ ଇଚ୍ଛା କଲେ ଗୋଟେ ନାମ କୀର୍ତ୍ତନ କରିବେ, 24 ପ୍ରହର ନାମ କୀର୍ତ୍ତନ କରିବେ। 24 ପ୍ରହର ନାମ କୀର୍ତ୍ତନ ସବୁ ବ୍ୟବସ୍ଥା ହେଲା। ବାବା ଯେତେବେଳେ କହୁଛନ୍ତି ସମସ୍ତେ ନାମ କୀର୍ତ୍ତନ କରିବା ପାଇଁ ସମସ୍ତେ ମାନେ ଆଗ୍ରହୀ ହେଲେ। ବାବାଙ୍କୁ କେହି ପଚାରିଲେ, ଡରି ହରି ଯେଉଁମାନେ ଟିକେ ବାବାଙ୍କ ନିକଟବର୍ତ୍ତୀ ଲୋକ ସେମାନେ ଯାଇ ପଚାରିଲେ ଯେ ବାବା 24 ପ୍ରହର ଲୋକ ହେଲେ, 24 ପ୍ରହର ହେଲେ ଏ ତ ଗାଁ ଗହଳି କଥା। 10ଟା ମୌଜାକୁ ଗୋଟେ ଦୀପ, ସେ 10ଟା ମୌଜା ମଝିରେ ଅଛି, ଚାରିପାଖ ଯାକ ନଈ। ତାପରେ ନଈ ପାରି ହେଲେ ବହୁ ଗାଁ। ବାୟାଙ୍କୁ ସମସ୍ତେ ଜାଣନ୍ତି। ସେ ଥିଲେ ପୁରା ମାନେ ଯଦିଓ ସେ ବିବାହ କରିଥିଲେ, ସେ ବହୁ କମ୍ ବୟସରୁ ଘର ଛାଡ଼ିଥିଲେ। ସେ 21 ବର୍ଷ ମୌନ ବ୍ରତ ଥିଲେ। ଅଖା ପିନ୍ଧିକିରି ବୁଲୁଥିଲେ। ନିମ୍ବ ପତ୍ର ବାଟିକିରି ଖାଲି ଖାଉଥିଲେ, ଆଉ କିଛି ଖାଉନଥିଲେ, ଖାଲି ନିମ୍ବ ପତ୍ର। ତାଙ୍କର ମାଳ ଜୈତଳଙ୍କ ତାରପୁର ପାଖରେ ଯେଉଁ ମାଳ ଜୈତଳଙ୍କ ମଠ, ସେ ଥିଲା ତାଙ୍କର ସାଧନା ପୀଠ। ସେଠି ବି ଆଜି ଗୁମ୍ଫା ତାଙ୍କର ଅଛି। ଆମେ ସବୁ ସେଠି ମଧ୍ୟ କିଛି କିଛି କାର୍ଯ୍ୟକ୍ରମ କରିଛୁ। ଶହ ଶହ ହଜାର ହଜାର ମୁସଲମାନଙ୍କ ବସ୍ତି, କିନ୍ତୁ ସମସ୍ତେ ବାବାଙ୍କୁ କେହି କେବେ ସମାଲୋଚନା କରନ୍ତି ନାହିଁ। ସମସ୍ତେ ବାବାଙ୍କୁ ମାନନ୍ତି। ଆଚ୍ଛା, ଏଇଭଳିଆ ଜଣେ ବ୍ୟକ୍ତି, ସେ ନାମ କରିବେ, ହଜାର ହଜାର ଲୋକ ହେବେ। ଭାତ ରନ୍ଧା ହେବ କେମିତି, ପାଣି ପିଇବେ କେମିତି, କେତେ କୀର୍ତ୍ତନିଆ ମାନେ ହାତ ଧୋଇବେ କେଉଁଠି, ଗୋଡ଼ ଧୋଇବେ କେଉଁଠି, ଏଇ କଥାଟା କିଛି ଭକ୍ତଙ୍କ ମୁଣ୍ଡରେ ପଶିଲା। ସେ ବାୟାଙ୍କୁ ଯାଇକିରି କହିଲେ। ବାୟା ସେତେବେଳେ ମୌନ ବ୍ରତ, ସେ ଆଉ କିଛି କହିଲେନି। ସେ ସବୁବେଳେ ଗୋଟିଏ କଥା କୁହନ୍ତି, 2-3ଟି କଥା ମୁଁ ତାଙ୍କ ପାଟିରୁ ଶୁଣିଛି। ତା ଦେହରୁ ଗୋଟିଏ ବାକ୍ୟ ହେଉଛି ଗୁରୁ କୃପା। ଭଗବାନଙ୍କ ଇଚ୍ଛା, ଗୁରୁ କୃପା, ଏମିତି କଥା ସେ କହନ୍ତି। ସେ କହନ୍ତିନି, ଲେଖି ଦିଅନ୍ତି। ତେଣୁ ନିତ୍ୟ ନୈମିତ୍ୟ ଯେମିତି ଆମେ ଆଜି ଏଠି ପ୍ରାର୍ଥନା ଟିକେ କରୁଛେ, ସେମିତି ତାଙ୍କ ଆଶ୍ରମରେ ମଧ୍ୟ ସନ୍ଧ୍ୟାବେଳେ ପ୍ରାର୍ଥନା ହୁଏ। ଜଣେ ବ୍ୟକ୍ତି ଦେଖିଲେ, ସେ ନଈକୂଳ ଆଡ଼ୁ ଗୋଟିଏ ବୟସ୍କ ଲୋକ କିଏ ଜଣେ ଆସିଲା। ସେ ବୟସ୍କ ଲୋକଟି ଆସି ଯେତେବେଳେ ପ୍ରାର୍ଥନା ସଭାରେ ପହଞ୍ଚିଲା, ବାୟା ବସିଥିଲେ, ଗୁରୁ ଗମ୍ଭୀର ରୂପରେ ଧ୍ୟାନସ୍ଥ ହୋଇ ବସିଥିଲେ। ସେ ସେଇ
ବୟସ୍କ ଲୋକଙ୍କ ପାଖକୁ ଚାଲିଗଲେ। ସେ ତାଙ୍କର କ'ଣ କଥାବାର୍ତ୍ତା ସେଠି ହେଲେ, ଆଉ କାହାକୁ ତ ଆଦେଶ ନାହିଁ ଉଠ ବୋଲି, ସମସ୍ତେ ଚୁପଚାପ ବସିଥାନ୍ତି। ସେ ତାଙ୍କର କ'ଣ କଥାବାର୍ତ୍ତା ହେଲେ, ତାଙ୍କୁ ନେଇକି ନଈ କୂଳ ଆଡ଼େ, ଯେଉଁଠି ନଈ ଅଳ୍ପ ବାଟ, ତାଙ୍କୁ ସେଠି ଛାଡ଼ି ଦେଇକି ଆସିଲେ। ଯେମିତି ଆମର କହନ୍ତି ବଳେଇ ଦେଇ ଆସିବା, କୁଣିଆଙ୍କୁ ଯେମିତି ବଳେଇ ଦେଇ ଆସିବା ଭଳିଆ। ତାପରେ ସମସ୍ତେ କହିଲେ କିଏ ଆଇଥିଲେ, କ'ଣ କଥା ହେଲେ, ସେ କଥା ଉପରେ କେହି ଗୁରୁତ୍ୱ ଦେଲେନି। 24 ପ୍ରହର ସରିଲା। ହଁ, ଦିନେ କହିଲେ ବାୟା ଟିକେ ଚାହୁଁଛି ଡଙ୍ଗା ଭିତରେ ଟିକେ ବସି ଟିକେ ଗୋଟେ ରାତି ନଈ ଭିତରେ ମୁଁ ଜପ କରିବି। ସମସ୍ତେ ସବୁ କହିଲେ ହଁ ବାବା ଯଦି ଚାହୁଁଛନ୍ତି ତାହେଲେ କରିବା। ଡଙ୍ଗା ଧିରେ ବାବା ବସିଲେ, ରାତି ତମାମ ବସି ଜପ କରୁଛନ୍ତି। ନାଉରୀ ବଇଛି, ବାବା ବଇଛି, ଆଉ କେହି ନାହାନ୍ତି। ରାତି ପାଇଲା, ଡଙ୍ଗା କୂଳରେ ଲାଗିଲା, ଆଶ୍ରମକୁ ବାବା ଗଲେ। ତା ପରଦିନ 24 ପ୍ରହର ଆରମ୍ଭ ହେଲା। ହଜାର ହଜାର ଲୋକ, ସେ ଲୋକମାନେ ଯେଉଁମାନେ ସେ ଦୃଶ୍ୟକୁ ଦେଖିଛନ୍ତି, ଆମେ ତ ଦେଖିନୁ, ସେ ଦୃଶ୍ୟକୁ ଯେଉଁମାନେ ଦେଖିଛନ୍ତି ସେମାନେ ସବୁ କୁହନ୍ତି ବାବା ଯେ ଇଏ ଗଛ ପତ୍ର ଭଳି ଲୋକମାନେ କେତେ ଲୋକ ହେଇଥିଲେ ତାହା ଆମେ ମଧ୍ୟ କହିପାରିବୁନି। ସମସ୍ତେ ଖାଇଲେ, ପ୍ରସାଦ ପାଇଲେ, କୀର୍ତ୍ତନ କରିଲେ, ଯିଏ ଯାହା ଯେମିତି ଯାହା ଗୋଟେ ପହଞ୍ଚିଗଲେ, ଯେମିତି ଖାଇବା ପିଇବା ହୁଏ ସେମିତି ହେଲା। ଖାଇ ଡଙ୍ଗାରେ ସବୁ ପାରି ହେଉଥାନ୍ତି, ସବୁ ଡଙ୍ଗାରେ ପାରି ହେଉଥାନ୍ତି। ଡଙ୍ଗାରେ ତ ନହେଲେ ତ ପାଣି, ବହୁତ ପାଣି ସେଠି, ଏବେ ବି ପାଣି ସେଠି ଅଛି। ସମସ୍ତେ ଖାଇସାରିଲା ପରେ, ଯାଇସାରିଲା ପରେ, ନଗର କୀର୍ତ୍ତନ ମହୋତ୍ସବ ସରିଲା ପରେ ସମସ୍ତେ ଗୋଟେ କଥାବାର୍ତ୍ତା ହେଲେ, ଏତେ ପାଣି କେଉଁଠୁ ଆଇଲା? ପାଣି ଗୁଡ଼ାକ କ'ଣ ଏତେ ପାଣି କେଉଁଠୁ ଆଇଲା? କ'ଣ ଏତେ ଲୋକ ଖାଇଲେ, ଏତେ ପାଣି କେଉଁଠୁ ଆଇଲା? ଦେଖିଲା ବେଳକୁ ସେ ନଈର ପାଣିଟି ଆଉ ଲୁଣିଆ ନାହିଁ, ସେ ମଧୁର ଜଳରେ ପରିଣତ ହେଇଯାଇଛି। ଆଜି ବି ଆପଣମାନେ ଯଦି କେତେବେଳେ ଆଶ୍ରମ ପାଖରୁ ମାତ୍ର କେତେ କିଲୋମିଟର ହେବ? 20 କିଲୋମିଟର, ହଁ ସେ 10-15 କିଲୋମିଟର। ଯଦି ବି ଆପଣମାନେ କେତେବେଳେ ଚାହିଁବେ ସେ ଲୁଣା ନଈ ପୋଲ ପାଖକୁ ଯିବା ପାଇଁ, ସେ ପାଣି ଆପଣ ଆଜି ଦେଖିବେ, ଆଜି ବି ସେ ମଧୁର। ଏଇଭଳିଆ ମହାପୁରୁଷ ମାନେ ଏଇ ନିକଟରେ ଆସିକିରି ଆମ ପାଖରୁ ଚାଲିଗଲେ। ସେ ଦେହତ୍ୟାଗ କଲେ ବୋଧେ 81 ମସିହାରେ, ନାଇଁ 81 ମସିହାରେ ଦେହତ୍ୟାଗ କଲେ। 82 ମସିହାରେ ଆମର ଯେଉଁ ହାଇ ଫ୍ଲଡ୍ ବନ୍ୟା ବି ଆସିଥିଲା, 81 ମସିହାରେ ବାୟାଙ୍କର ଦେହତ୍ୟାଗ ହେଲା ଏଇ କଟକ ପାରେଶ୍ୱର ମଠରେ। ଇଏ ହେଉଛି ଗୋଟିଏ ପ୍ରସଙ୍ଗ। ଆଉ ଗୋଟିଏ ପ୍ରସଙ୍ଗ ହେଉଛି, ଇଏ ଗଲା ନଦୀ ପ୍ରସଙ୍ଗ। ଆଉ ଗୋଟିଏ ପ୍ରସଙ୍ଗ ହେଉଛି ସମୁଦ୍ର ପ୍ରସଙ୍ଗ। ନାମ ଅଟଇ ମହାବଳ ସେବଳେ ଜିଣ ଭୁବନ। ଷଣ୍ଢକୁଟୁ ମୁହାଣରେ ନଈ ଖାଇ ଖାଇ, ଏ ସମୁଦ୍ର ଖାଇ ଖାଇକା ଯାଉଥିଲା। ସେତେବେଳେ ପାରାଦୀପ ବନ୍ଦର ଗୋଟେ ହବ ବୋଲି କାହାର, ସେତେବେଳେ ପରାଧୀନ ଭାରତ ଆଉ ପାରାଦୀପ ବନ୍ଦର କଥା କିଏ ବୁଝୁଥିଲା? ସେ ନାଁ ବି କେହି ଧରିନଥିଲେ। ବାୟା କିନ୍ତୁ ସେଇଠି ନାମ କଲେ, ଷଣ୍ଢକୁଟୁ ମୁହାଣରେ। ନଈ ବାଲିରେ ଗୋଟେ ପାତ୍ର ଫୁଟାନ୍ତିନି, ନଈ ବାଲିରେ, ସେଇ ସମୁଦ୍ର ବାଲିରେ ଗୋଟେ ଚାଦର ପଡ଼ିଥାଏ, ଚାଦରଟି ଘୋଡ଼େଇ ହେଇ ଶୋଇଥାନ୍ତି। ଜୁଆର ଆସେ, ଇଏ ମୃଦଙ୍ଗ ଗିନି କରତାଳକୁ ଭସେଇ ନେଇଯାଏ। ଇଏ କୀର୍ତ୍ତନିଆ ଯାକ ସବୁ ଦୌଡ଼ି ଦୌଡ଼ିକି ଯାଆନ୍ତି, ତାକୁ ପାଣି ଭିତରୁ ଟାଣିକିରି ଆଣନ୍ତି। ଯେତେବେଳେ 3 ଥର ଏମିତି ଭାସିଗଲା, ମୋର ଗୋଟେ ଶିଷ୍ୟ ତା ଭିତରେ ଥିଲା, ସେଇ 4 ବର୍ଷ ହେଲା ଚାଲିଗଲା, କୁଳମଣି ଦାସ ବୋଲି ତା ନାଁ। କହିଲା ବାବା ଆମେ ସବୁ ଯେତେବେଳେ ଦେଖିଲୁ ଆଉ ଇଏ ସମୁଦ୍ରକୁ ପାରି ହେବନି, କେତେବେଳେ ଆମକୁ ବି ନେବ, ବାବାଙ୍କୁ ବି ବଜେଇ ନେବ। ଆମେ ସମସ୍ତେ ଯାଇ ବାବାଙ୍କ ପାଖରେ ପହଞ୍ଚିଲୁ। ବାବା ଆଖି ଫିଟେଇଲେ, କ'ଣ କିରେ?
ମାନେ ଏମିତି ଠାରରେ କହିଲେ ନାଇଁ ୟା କଥା ସବୁଟା ଠାକୁର ଫଟୋ ସହ ସବୁ ସମୁଦ୍ର ନେଇ ପଳେଇଲାନି, ଆଉ ନାମ କରିବୁ କେମିତି? ହୁଙ୍କାର ଗର୍ଜନ କରି, ସେ କହନ୍ତି ଯେ ହୁଙ୍କାର ଗର୍ଜନ କରି ବାୟା ଉଠିଲେ। ଯେମିତି ଗୋଟେ ପିଲା ଉପରେ ରାଗିଗଲେ ଯେମିତି ଗୋଟେ ହୁଙ୍କାର ଗର୍ଜନ ହୁଏ, ଗର୍ଜନ କରି ଗୋଟେ ବନ୍ଦାପନା ଥାଳି ଧରି ଯେତେ ବାଟ ଯାକ ଚାଲିଗଲେ ସମୁଦ୍ର ସେଇ ପର୍ଯ୍ୟନ୍ତ ରହିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ସମୁଦ୍ର ସେଇଠି ଅଛି। ମୁଁ ସବୁବେଳେ କହେ, ଜବାହରଲାଲ ନେହେରୁ ପାରାଦୀପୀ ବନ୍ଦରକୁ ଉଦ୍ଘାଟନ କରିନଥିଲେ। ତାର ବହୁ ବର୍ଷ ପୂର୍ବରୁ ପାରାଦୀପୀ ବନ୍ଦରର ଉଦ୍ଘାଟକ ହେଉଛନ୍ତି ନାମାଚାର୍ଯ୍ୟ ବାବା ବାୟା। ତାପରେ ସିଏ ନାମ କୀର୍ତ୍ତନ ଉପରେ କାହାର ଗୁରୁତ୍ୱ ନାହିଁ। ଏଇ ଯେଉଁ ଆମର ବହୁ ବାବାମାନେ ଅଛନ୍ତି ସେମାନଙ୍କର ଗୁରୁତ୍ୱ ନାହିଁ। ଆମେ ଖାଲି କେତେବେଳେ ମଝିରେ ମଝିରେ ଟିକେ ଟିକେ କ'ଣ କରିଦେଉ। ଖ୍ରୀଷ୍ଟିଆନ ମାନଙ୍କର ପ୍ରାଦୁର୍ଭାବ ବଢ଼ିଲା, ଖ୍ରୀଷ୍ଟ ଧର୍ମ ସେଠି ଗ୍ରହଣ କଲେ, ସେଠି ସେ ନାମ କୀର୍ତ୍ତନ କୁଆଡ଼େ ଉଭେଇଗଲା। ତେଣୁ ପୁଣି ସମୁଦ୍ର ଆସ୍ତେ ଆସ୍ତେ ଖାଇଲା। ଆଉ ଖାଉଛି ଯେ ଟିକେ ଧୀରେ ଧୀରେ ଖାଉଛି, ଯେମିତି ଖାଉଥିଲା ସେତେବେଳକୁ ପାରାଦୀପ ବନ୍ଦର ଯାଇଥାନ୍ତା। ତେଣୁ ଆମେ ବାଧ୍ୟ ହେଇକିରି ହନୁମାନ ମୋର ମଠରେ ଥିଲେ, ମୁଁ ସେ ହନୁମାନଙ୍କୁ ଟିକେ କହିକିରି ପଠେଇ, ତୁ ଯା ସେ ସମୁଦ୍ରକୁ ଜଗ, ନହେଲେ ସେ ପାରାଦୀପୀ ବନ୍ଦର ଯାକ ଯିବ। ମୋ ଗୁରୁଙ୍କର କଥା ଟିକେ ପାଳନ କର। ଇଏ ହନୁମାନ ଯାଇ ସେଠି ପହଞ୍ଚିଲା ପରେ ବର୍ତ୍ତମାନ ସେଇ ପଟଟା ବାଲି ହେଇଯାଉଛି, ମାନେ ପାଣି ଆଉ ଆସୁନି। କାହିଁକି ଆପଣମାନେ ଦେଖିଲେ ହବ। ଆପଣମାନେ ତ କେବଳ ଖାଲି ବଳିଆ କୁଆଡ଼େ ଗଲା ବଳିଆକୁ ଦେଖୁଛନ୍ତି, ବଳିଆକୁ ଛାଡ଼ିକି ଯିବା ପାଇଁ ଇଚ୍ଛାରେ। କିନ୍ତୁ ଏମିତି ସବୁ ଅନେକ ଗୁପ୍ତ ଲୀଳା ସବୁ ସାଧୁସନ୍ଥ ମହାପୁରୁଷ ମାନେ କରିଚାଲିଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ବାଣୀ ହେଉଛି ଯତ ଗୁପ୍ତ ତତ ଶକ୍ତ। ଯତ ଗୁପ୍ତ ତତ ଶକ୍ତ। ଯେତିକି ତୁମେ ଗଭୀର ଭାବରେ ଗୁପ୍ତରେ ରହିବ ତୁମେ ସେତିକି ଶକ୍ତିବାନ ହେବ। ସେଇଭଳି ମହାପୁରୁଷଙ୍କର ବାହୁ ଛାୟା ତଳେ ଆମେ ଅଛୁ, ରହିଛୁ, ରହିବୁ ମଧ୍ୟ। ସେ ବାହୁକୁ ଆମ ମୁଣ୍ଡ ଉପରୁ କେହି ଟାଣି ନେଇ ପାରିବେ ନାହିଁ। ଆମେ ଏମିତି ଆମ ମୁଣ୍ଡ ସହିତ ତା ହାତକୁ ବାନ୍ଧି ଦେଇଛୁ, ସେ ହାତକୁ କେହି ଟାଣି ନେଇ ପାରିବେ ନାହିଁ। ଯଦିଓ ବଳିଆ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ଆଶ୍ରିତ, ମୁଁ ନିଗମାନନ୍ଦଙ୍କୁ ଦେଖେ ବାୟାଙ୍କ ଭିତରେ, ବାୟାଙ୍କୁ ଦେଖେ ନିଗମାନନ୍ଦଙ୍କ ଭିତରେ। ଆଜି ପବିତ୍ର ଜୟନ୍ତୀ, ସୁଭଦ୍ରାଙ୍କର ଇଏ ଗୋଟିଏ କ୍ଷେତ୍ର। ଏ କ୍ଷେତ୍ରର ନୀଳମାଧବଙ୍କର କ୍ଷେତ୍ର, ସୁଭଦ୍ରା ହେଉଛନ୍ତି ଏଠିକାର ମାଲିକାଣୀ, ଦୁଲା ଦେଇ। ତେଣୁ ଏଇଭଳିଆ ଏକ ସୁନ୍ଦର ପରିବେଶରେ ଆଜି ବାବାଙ୍କର, ମୋ ଜନ୍ମଦିନ ହେଇଥିଲେ ତ ଆହୁରି ଲୋକ ଏଠି ବୋଝେଇ ଯାଇଛନ୍ତି, କୁଆଡ଼େ କୁଆଡ଼େ ଆଇଥାଏ କଟକ ଭୁବନେଶ୍ୱରରୁ। ତେଣୁ ଆମେ ତ କାହାକୁ ସେମିତି କିଛି ଜଣେଇନୁ। ଟିକେ ଦେହ ଅସୁସ୍ଥ ହେଇଗଲା, କ'ଣ ପରୀକ୍ଷା ଫରୀକ୍ଷା କରିବେ ବୋଲି ମୋତେ ଏଠି ଅଟକେଇଲେ। ତେଣୁ ମୁଁ ଏଠି ଅଟକିଲି। ମୋର ସୌଭାଗ୍ୟ, ସୁଭଦ୍ରାଙ୍କ କ୍ଷେତ୍ରରେ ବାବା ବାୟାଙ୍କର ଆଜି ଜନ୍ମୋତ୍ସବ ପାଳନ ହେଉଛି। ତାଙ୍କର ପ୍ରଧାନ ମନ୍ତ୍ର ହେଉଛି ନାମ ଅଟଇ ମହାବଳ। ଜମା ମାନେ ଭୟ କରନା। ରୋଗ ଆଇଛି ରୋଗ ଯିବ, ମୃତ୍ୟୁ ଆସିଛି ମୃତ୍ୟୁ ବି ରହିଯିବ, ଭୂତ ଆସିଥିଲେ ଭୂତ ବି ରହିଯିବ। ସବୁ କଥାରେ ସେ କହନ୍ତି ନାମ ଅଟଇ ମହାବଳ, ସେବଳେ ଜିଣ ଭୂମଣ୍ଡଳ। ତେଣୁ ତାଙ୍କର ଶ୍ରଦ୍ଧାର ନାମ ଟିକେ କରିବା, 2-3 ମିନିଟ୍ କରି ଆମର କଥାକୁ ବିଶ୍ରାମ ଦେବା। ଭଜନିତାଇ ଗୌର